ବସୁ ଇନ୍ଦ୍ରସଭାରେ ଦୁର୍ବାସା ଅଭିଶାପ ଦେଇ ଚାଲି ଆସିବା ପରେ ସ୍ୱର୍ଗଲକ୍ଷ୍ମୀ ଇନ୍ଦ୍ରଙ୍କୁ ପରିତ୍ୟାଗ କଲେ। ସ୍ୱର୍ଗ ଶ୍ରୀହୀନ ହୋଇଗଲେ। ଦାନବମାନଙ୍କ ଭୟରେ ଦେବତାମାନେ କାଳାତିପାତ କଲେ। ସ୍ୱର୍ଗର ଏହି ଦୁରବସ୍ଥା କଥା ଜାଣି ଦାନବମାନେ ବି ଉତ୍ଫୁଲ୍ଲିତ ହୋଇ ଉଠିଲେ। ସ୍ୱର୍ଗକୁ ଆକ୍ରମଣ କରି ସ୍ୱର୍ଗରାଜ୍ୟ ଲାଭ କରିବାର ଯୋଜନା ଆରମ୍ଭ କଲେ। ଏ ସମ୍ବାଦ ସ୍ୱର୍ଗରାଜ୍ୟରେ ଯଥା ସମୟରେ ପହଞ୍ଚିଲା। ଭୀତ ସନ୍ତ୍ରସ୍ତ ଦେବତାମାନେ ବ୍ରହ୍ମାଙ୍କ ସହିତ ମୋ ନିକଟକୁ ଆସି ରାକ୍ଷସମାନଙ୍କ ଅତ୍ୟାଚାର ବିଷୟରେ ମୋତେ ଜଣାଇଲେ। ବର୍ଷ ବର୍ଷ ଧରି ଦେବ ଦାନବ ମଧ୍ୟରେ ଯୁଦ୍ଧ ହୋଇ ଖାଲି ସ୍ୱର୍ଗ ନୁହେଁ ଧରା ପକ୍ଷରେ ମଧ୍ୟ ପ୍ରଭୂତ କ୍ଷତି ହେଲାଣି। ମୁଁ ଚାହେଁ ଦେବତା ଆଉ ଦାନବମାନଙ୍କ ଭିତରେ ଶାନ୍ତି ଫେରି ଆସୁ, କାରଣ ଏହି ଯୁଦ୍ଧରେ କ୍ଷତି ହେଉଛି ପୃଥିବୀର, ମାନବ ଜାତିର ଏବଂ ଅନ୍ୟ ଜୀବମାନଙ୍କର। ପ୍ରଭୁ, ଆମେ ବି ଶାନ୍ତି ଚାହୁଁ, ହେଲେ ଦାନବମାନଙ୍କୁ